ଆପଣ ଜାଣିଛନ୍ତି କି ଆଜିର ଦିନରେ ଡକ୍ଟର ହେବା ବହୁତ ଇଜି। ଆପଣ ମାତ୍ର 10ରୁ 11 ମିନିଟ୍ ଭିତରେ ଡକ୍ଟର ହେଇପାରିବେ। ଆଗରୁ କ'ଣ ହେଉଥିଲା, ଫାର୍ଷ୍ଟ ଏଣ୍ଟ୍ରାନ୍ସ ଦେବାକୁ ପଡ଼ୁଥିଲା, ସେଥିରେ ପାସ୍ ହେଲେ MBBS ପଢ଼ିବାକୁ ପଡ଼ୁଥିଲା, ତାହା ଲାଗୁଥିଲା 5 ବର୍ଷ। ତାପରେ ପୁଣି ଆଉ ଗୋଟେ ଏଣ୍ଟ୍ରାନ୍ସ, ଆହୁରି କଡ଼ା ଏଣ୍ଟ୍ରାନ୍ସ ଦେବାକୁ ପଡ଼ୁଥିଲା ଏବଂ ସେଥିରେ ପାସ୍ ହେଲେ PG କରିବାକୁ ପଡ଼ୁଥିଲା ଏବଂ PG ପୁଣି 3 ବର୍ଷ। ତାପରେ ଆଉ ଗୋଟେ ଏଣ୍ଟ୍ରାନ୍ସ ଦେଇ ସୁପର ସ୍ପେଶାଲିଟି ଆହୁରି 3 ବର୍ଷ କରିବାକୁ ପଡ଼ୁଥିଲା। ତା ଅର୍ଥ 5 + 3 + 3 11 ବର୍ଷ ପଢ଼ିବାକୁ ପଡ଼ୁଥିଲା, ତାପରେ ଜଣେ ଡକ୍ଟର ହେଇପାରୁଥିଲା। କିନ୍ତୁ ଆଜିକାର ଏ ଡିଜିଟାଲାଇଜ୍ଡ ଦୁନିଆରେ ଆପଣ ମାତ୍ର 10ରୁ 11 ମିନିଟ୍ ପରିଶ୍ରମ କଲେ ଆପଣ ଡକ୍ଟର ହେଇପାରିବେ। ପୂର୍ବରେ ଆପଣ ଜାଣିଥିବେ କ୍ୱାକ୍ ମାନେ ବହୁତ ମେଡ଼ିକାଲ ପ୍ରାକ୍ଟିସ୍ କରୁଥିଲେ। एलोपैथी प्रैक्टिशनर जी डॉक्टर हैं आप? जी कहाँ से पढ़ी है आपने डॉक्टरी? हम पढ़े नहीं हैं, प्रैक्टिशनर हैं। मतलब दवाई देते हैं? हाँ देते हैं, मेरे पास डिग्री नहीं है, हाँ। प्रैक्टिशनर हूँ। କିନ୍ତୁ ଆଜିକାର ଏ ସ୍ମାର୍ଟ ଯୁଗରେ, ଅନଲାଇନ୍ ଯୁଗରେ ବହୁତ ସାରା ଏମିତି ଡିଜିଟାଲାଇଜ୍ଡ କ୍ୱାକ୍ ଆସି ସାରିଲେଣି, ଯେଉଁମାନଙ୍କ ପାଖରେ ନାହିଁ କୌଣସି ଡିଗ୍ରୀ ଅଛି, ନାହିଁ କୌଣସି ଏକ୍ସପିରିଏନ୍ସ ଅଛି, ନାହିଁ କୌଣସି ପେସେଣ୍ଟକୁ ସେମାନେ ଟ୍ରିଟମେଣ୍ଟ କରୁଛନ୍ତି, କିନ୍ତୁ ସେମାନେ ଅନଲାଇନ୍ରେ ବହୁତ ସାରା ରୋଗର ଟ୍ରିଟମେଣ୍ଟ କହୁଛନ୍ତି। ଆଜିକାର ଦୁନିଆରେ କୌଣସି ବି ଇନଫର୍ମେସନ୍ ପାଇବା କିଛି ବଡ଼ କଥା ନୁହେଁ ଏବଂ ସେ ଇନଫର୍ମେସନ୍କୁ ଟିକେ ତେଲ ମସଲା ଦେଇକି କହିବା ମଧ୍ୟ କିଛି ବଡ଼ କଥା ନୁହେଁ। କିନ୍ତୁ ବଡ଼ କଥା ହେଉଛି ଆପଣମାନେ ତାଙ୍କୁ 100% ବିଶ୍ୱାସ କରିବା। ତ ଏଥିରେ କିଛି ପ୍ରୋବ୍ଲେମ୍ ନାହିଁ କି ଯିଏ ବି ଆପଣଙ୍କୁ ଯଦି ମେଡ଼ିକାଲ ଆଡ଼ଭାଇସ୍ ଦେଉଛି, କିନ୍ତୁ ପ୍ରୋବ୍ଲେମ୍ ସେତେବେଳେ ଆସିଥାଏ ଯେତେବେଳେ ସେ ମେଡ଼ିକାଲ ଆଡ଼ଭାଇସ୍ ଫଲୋ କରି ଆପଣଙ୍କର କିଛି ଅସୁବିଧା ହୋଇଯାଇଥାଏ। ସେହି ଟାଇମ୍ରେ ସେମାନେ ଟ୍ରିଟମେଣ୍ଟ କରିପାରନ୍ତି ନାହିଁ ଏବଂ ଯେତେବେଳେ ଅସୁବିଧା ବଢ଼ିଯାଏ ଏବଂ ମୁମୂର୍ଷୁ ଅବସ୍ଥାରେ ଜଣେ ସଠିକ୍ ଡକ୍ଟର ପାଖକୁ ଗୋଟେ ପେସେଣ୍ଟ ଆସିଥାଏ, ସେ ଡକ୍ଟର ପାଖରେ ଆଉ ଟାଇମ୍ ନଥାଏ ଏବଂ ସେହି ଟାଇମ୍ରେ ଅସୁବିଧା ହୋଇଥାଏ ସେହି ପେସେଣ୍ଟର। ସେଥିପାଇଁ ଯିଏ ବି ଆପଣଙ୍କୁ ଅନଲାଇନ୍ରେ ଆଡ଼ଭାଇସ୍ ଦେଉଛି କି କିଛି ମେଡ଼ିକାଲ ସଲ୍ୟୁସନ୍ କହୁଛି, ତେବେ ନିଶ୍ଚୟ ଆପଣ ତା'ର କ୍ୱାଲିଫିକେସନ୍ଟି ଚେକ୍ କରନ୍ତୁ। ସେ ପ୍ରକୃତରେ ଜଣେ ଡକ୍ଟର କି ନୁହଁ ସେ କଥା ଫାଷ୍ଟ ଭଲ ଭାବରେ ତଦାରଖ କରନ୍ତୁ ଏବଂ ତାପରେ ହିଁ ତାଙ୍କ କଥା ଗୁରୁତ୍ୱପୂର୍ଣ୍ଣ ହିସାବରେ ନିଅନ୍ତୁ। एक्चुअली विदेश रे जितेबाला गोटे स्पेशलिस्ट डॉक्टर को देखेवाक पड़ी था मिनिमम 2ରୁ 3 मास समय लगी था, तापरे ही जड़े नॉर्मल लोक गोटे स्पेशलिस्ट डॉक्टर को देखे पारे। किंतु जेहेतु अन्य देश तुलन में आम भारतर हेल्थ सिस्टम बहुत मात्रा इम्प्रूव्ड अच्छी एवं आम भारत में लोक मैंने बहुत मात्रा सरल विश्वासी अच्छा, से टार्गेट करी बहुत लोक एमती जिनस करिथांती एवं बहुत साधारण जनता एथिरे असुविधार सम्मुखीन होइथांती। यदि आपण नेक्स्ट टाइम काहाकू मध्य स्टेथो पकई हेल्थ टिप्स दूची, आपण तार क्रेडिबिलिटी उपरे, तार क्वालिफिकेशन उपरे निश्चय टिके जांच करंतु।